ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର। ଶୁଭ ସନ୍ଧ୍ୟାରେ ମୁଁ ସଞ୍ଜୟ କୁମାର ମଲ୍ଲିକ ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ। ସାଙ୍ଗମାନେ ଆଜି ଆପଣମାନଙ୍କ ପାଇଁ ସୁନ୍ଦର ଢଗ ପ୍ରଶ୍ନ ରଖିଛୁ, ଆପଣମାନେ ଶୁଣନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଯଦି ଆମ ଚ୍ୟାନେଲକୁ ଆସିଥାନ୍ତି ନୂଆ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର। ଆପଣମାନଙ୍କ ବନ୍ଧୁଙ୍କ ପାଖକୁ ଆମ ଭିଡ଼ିଓଟି ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ପାଇବେ, ଏଥିରୁ କିଛି ଜାଣିପାରିବେ। ସାଙ୍ଗମାନେ ମଝିରୁ କେବେ କାଟିଦେବେନି, ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଆଶା ଓ ବିଶ୍ୱାସ ରଖିଛୁ। ସାଙ୍ଗମାନେ ତାହେଲେ ପ୍ରଥମ ଢଗ ପ୍ରଶ୍ନଟି ରହିଲା, ଭାଉଜ ପଚାରିବେ। ଦେଖନ୍ତୁ ସାଙ୍ଗମାନେ, ତାହେଲେ ଭାଉଜ ପଚାରୁଛନ୍ତି, ଆପଣମାନେ ଢଗ ପ୍ରଶ୍ନଟିକୁ ଶୁଣି ନିଅନ୍ତୁ, ତାହାପରେ ମୁଁ ପଚାରିବି। କହିଲେ ଦେଖି ହଁ କହିଲେ ଦେଖି ବାଇଗଣ, ହଁ ଟମାଟର, ଲଙ୍କା, ହଁ ହଁ ଜହ୍ନି ଆହା ଅଛି, ଆଉ ସାରୁ, ଓଲ ନାହିଁ। ସାଙ୍ଗମାନେ ଭାଉଜ କ'ଣ ପଚାରିଲେ ଶୁଣିପାରିଲେ ତ? ଭାଉଜଙ୍କ ପ୍ରଶ୍ନ ହେଲା ଟମାଟର, ବାଇଗଣ, ଲଙ୍କା, ଜହ୍ନି ଅଛି, ଜହ୍ନିରେ ଅଛି କିନ୍ତୁ ଆଳୁ, ସାରୁ, ଓଲରେ ନାହିଁ। ତାହା କ'ଣ? ସାଙ୍ଗମାନେ ଭାଉଜ ଘରୋଇ ବିଷୟରେ, ପରିବା ବିଷୟରେ ପ୍ରଶ୍ନଟି ପଚାରିଦେଲେ। ଏମିତି କେଉଁ ଜିନିଷ? ଆପଣମାନେ ତ ଭଲ ଭାବରେ ଶୁଣିପାରିଲେ ସାଙ୍ଗମାନେ, କିନ୍ତୁ ଆପଣଙ୍କ କମେଣ୍ଟ ନିହାତି ଦରକାର। ଆମେ ଆଶା କରୁ ସାଙ୍ଗମାନେ ଏ ପ୍ରଶ୍ନର ଉତ୍ତରଟି ଆପଣମାନେ ନିଶ୍ଚିନ୍ତ ଦେଇଦେବେ ବୋଲି, କାରଣ ଏଟା ଟିକେ ସାଧା ଅଛି। କିନ୍ତୁ ଭାଉଜ, ମୁଁ ପ୍ରଶ୍ନ କରିବା ଆଗରୁ ଭାଉଜ ଚିନ୍ତା କରିକି ଆସିଛନ୍ତି, କିନ୍ତୁ ପ୍ରଥମ ପ୍ରଶ୍ନଟି ପଚାରିଦେଲେ। ଆପଣମାନେ ସାଙ୍ଗମାନେ ଶୁଣିପାରିଲେ, ଭାଉଜ ବହୁତ ସୁନ୍ଦର ପ୍ରଶ୍ନଟି ଆଣିଛନ୍ତି, ଯେ କି ବାଇଗଣରେ ଅଛି, ଲଙ୍କାରେ ଅଛି, ଟମାଟରରେ ଅଛି, ଜହ୍ନିରେ ବି ଅଛି, କିନ୍ତୁ ଆଳୁରେ ନାହିଁ, ସାରୁରେ ନାହିଁ, ଓଲରେ ନାହିଁ। ତାହା କ'ଣ? ସାଙ୍ଗମାନେ ଆପଣଙ୍କ କମେଣ୍ଟ ନିହାତି ଦରକାର। ପ୍ଲିଜ୍ ସାଙ୍ଗମାନେ ଗୋଟିଏ କମେଣ୍ଟ ଲେଖିଦିଅନ୍ତୁ, ଆମ ଭାଉଜ ଖୁସି ହେଇଯିବେ। ସାଙ୍ଗମାନେ ଏଇ ଯେଉଁ ପ୍ରଥମ ଢଗ ପ୍ରଶ୍ନଟି ଆପଣଙ୍କ ମନ ଛୁଆଁ ହେଲା କି ନାହିଁ ପ୍ଲିଜ୍ କମେଣ୍ଟରେ ଲେଖିଦିଅନ୍ତୁ। କିନ୍ତୁ ସାଙ୍ଗମାନେ ଆପଣଙ୍କ କମେଣ୍ଟ ନିହାତି ଦରକାର, ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ତାହେଲେ ସାଙ୍ଗମାନେ ଭାଉଜ ବହୁତ ଖୁସି ଅଛି, ତାଙ୍କ ଖୁସିକୁ କେବେ ହେଲେ ଦୁଃଖରେ ପରିଣତ କରିଦିଅନ୍ତୁ ନାହିଁ। ବହୁତ ଖୁସି ଅଛନ୍ତି, କିନ୍ତୁ କମେଣ୍ଟ ଆସିଲେ ଭାଉଜ ବହୁତ ଖୁସି ହେବେ, କାରଣ ଏ ପ୍ରଶ୍ନଟି ଭାଉଜ ପଚାରିବେ ବୋଲି ବହୁତ ଭାବିଚିନ୍ତି ଆସିଛନ୍ତି ଘରୋଇ ବିଷୟରେ। କିନ୍ତୁ ମୋତେ ବାଟରେ କହି ଆସୁଛନ୍ତି, ମୁଁ ଆଜି ତୁମକୁ ପ୍ରଶ୍ନ ପଚାରିବି ସାଙ୍ଗମାନଙ୍କୁ, ଦେଖାଯାଉ ସାଙ୍ଗମାନେ କେତୋଟି କମେଣ୍ଟ ଦେବେ। ସାଙ୍ଗମାନେ ଆପଣମାନେ ତ ଆମର ବେଷ୍ଟ ଫ୍ରେଣ୍ଡ, ନିଶ୍ଚିନ୍ତ କେବେ ହେଲେ ଅବହେଳା କରିବେନି, ଆମେ ଆଶା ବିଶ୍ୱାସ ରଖିଛୁ। କମେଣ୍ଟ ବକ୍ସରେ ଲେଖିବେ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ଯେତେବେଳେ ଭାଉଜ କହିସାରିଲେଣି, ତାହେଲେ ସେକେଣ୍ଡ ପ୍ରଶ୍ନ ପାଇଁ ଆପଣମାନଙ୍କ ପାଇଁ ମୁଁ ଗୋଟେ ପ୍ରଶ୍ନ କରୁଛି, ଯେ କି ସାଙ୍ଗମାନେ ଯଦି ଭାଉଜ ନ କହିପାରିଲେ ଆପଣମାନେ ଟିକେ ହେଲ୍ପ କରନ୍ତୁ, ଭାଉଜଙ୍କୁ ଟିକେ ଜିତାଇ ଦିଅନ୍ତୁ। ନହେଲେ ଆପଣମାନେ ଭିଡ଼ିଓଟି ଦେଖୁଛନ୍ତି, କମେଣ୍ଟ ଆସିଲା ପରେ ଭାଉଜ ଯଦି ନ କହିପାରିଥିବା ପ୍ରଶ୍ନଟି ଦେଖିଲା ପରେ ଖୁସି ହେଇଯିବେ, ନା କ'ଣ କହୁଛ? ତାହେଲେ ମୋ ପ୍ରଶ୍ନଟି ମୁଁ ପଚାରୁଛି, ଟିକେ ଧ୍ୟାନ ଶୁଣ। ସେମିତି ଦୁଃଖ କରନି ଯଦି ନ କହିପାରିବ ହେଲା, ସବୁବେଳେ ଖୁସି ରୁହ। ଯଦି ତୁମେ ଜାଣିପାର କହିବ, ଯଦି ନ ଜାଣିପାରିଲ ସାଙ୍ଗମାନଙ୍କୁ କହିଦେବେ, ସେମାନେ କମେଣ୍ଟ ବକ୍ସ ମଜା ଆସିବ। ଦେଖନ୍ତୁ ସାଙ୍ଗମାନେ ଭାଉଜ କେମିତି କହୁଛନ୍ତି। ତାହେଲେ ମୁଁ ପ୍ରଶ୍ନ ଷ୍ଟାର୍ଟ କରୁଛି। ଦେଖାଯାଉ ଏଇ ଶୁଭ ସନ୍ଧ୍ୟାରେ ଆପଣମାନଙ୍କ ପାଇଁ ସେକେଣ୍ଡ ପ୍ରଶ୍ନ, ଯେ ସାଙ୍ଗମାନେ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଆମେ ଆଶା ବିଶ୍ୱାସ ରଖିଛୁ। ମଝିରେ କେବେ ହେଲେ କାଟନ୍ତୁ ନାହିଁ, କିନ୍ତୁ ଏଥିରେ କିଛି ମଜା ପାଇପାରିବେନି। ତାହେଲେ ସେକେଣ୍ଡ ପ୍ରଶ୍ନ ମୁଁ ଷ୍ଟାର୍ଟ କରୁଛି। ଭଲ ଧ୍ୟାନ ଶୁଣ। ପକାଏ ପଥର ମାନେ କ'ଣ? ପକାଏ ପଥର, ବହଇ ପାଣି, ଗର୍ଜନ କରେ ସିଂହକୁ ମାନେ ଜିଣି, ମାନେ ସିଂହ ଯେଉଁ ଜାଣିଥିବ ତାଠୁ ମାନେ ଗର୍ଜନ ଆହୁରି ଭୟଙ୍କର କରେ। ଦିଶେ କାଳିଆ ନାହିଁ ଜୀବନ, ଶୂନ୍ୟରେ କରେ ସଦା ଗର୍ଜନ। ତାହା କ'ଣ? ସାଙ୍ଗମାନେ ଆପଣମାନେ ଭଲ ଭାବରେ ଶୁଣିପାରିଲେ ତ? ତାହେଲେ ପ୍ରଶ୍ନଟି ଉତ୍ତର ଭାଉଜ କ'ଣ ଦେଉଛନ୍ତି ଶୁଣନ୍ତୁ, ନହେଲେ ମୁଁ ଆଉ ଥରେ କହିଦେବି। ପକାଏ ପଥର, ବହଇ ପାଣି, ଗର୍ଜନ କରେ ସିଂହକୁ ମାନେ ଜିଣି, ଦିଶେ କାଳିଆ ନାହିଁ ଜୀବନ, ଶୂନ୍ୟରେ କରେ ସଦା ଗମନ।
হ্যাঁ ଉଡ଼ାଜାହାଜ ସାଙ୍ଗମାନେ ଏଇ ସହିତ ଉଡ଼ାଜାହାଜଟା ଯାଉଥିଲା ବୋଧେ ଭାଉଜ ଦେଖିକି ମନରେ ପଡ଼ିଗଲା କି ନା କ'ଣ ସାଙ୍ଗମାନେ ଭାଉଜ କହୁଛନ୍ତି ଉଡ଼ାଜାହାଜଟା କ'ଣ ଗର୍ଜନ କରି ଯାଏ କହିଲି ହୁଁ ଆଉ ଗୋଟେ ମୁଁ ଜାଣିଛି ଜାଣିଛ ହାଁ ଜାଣିଛି ମୁଁ କହିବିନି ହୁଁ ମତେ ସାଙ୍ଗମାନେ କମେଣ୍ଟ ଜାଣିଲେ ସାଙ୍ଗମାନେ ଭାଉଜ କହୁଛନ୍ତି ଉଡ଼ାଜାହାଜ ତାପରେ କହୁଛନ୍ତି ଜାଣିଛନ୍ତି କିନ୍ତୁ ମଜା କରିଦେଇଛନ୍ତି କିନ୍ତୁ କହିବେନି ସାଙ୍ଗମାନେ ଜାଣିଛନ୍ତି କହିବେନି କିନ୍ତୁ ଦେଖାଯାଉ ସେଇ ଟାଇପ୍ର କ'ଣ ଅନ୍ୟ କ'ଣ କୁହନି ଦେଖିବା ମାନେ ଇସରା କରନ୍ତି ଦେଖି ଭାଉଜ ଧରିପାରନ୍ତି ଯେ ସାଙ୍ଗମାନେ ଆଉ ମାନେ ସେଇ ଟାଇପ୍ର ଅନ୍ୟ କ'ଣ କହିବ ଯଦି ସାଙ୍ଗମାନେ ଇସରା ପାଇପାରିବେ ହେଇରେ ଆଇଲାରେ ଆଇଲାରେ ଲୁଗାପଟା ଉଠାଅ ସାଙ୍ଗମାନେ ଭାଉଜ କହୁଛି ମାଡ଼ି ଆସିଲା ଲୁଗାପଟା ଉଠେଇ ନିଅ କିନ୍ତୁ ଆପଣମାନେ କୁହନ୍ତୁ ସେ କେମିତି କେଉଁ ଜିନିଷ ଆସେ ଯେ କି ପକାଏ ପଥର ବହି ପାଣି ଗର୍ଜନ କରେ ସିଂହକୁ ଝିଣି ଦିଶେ କାଳିଆ ନାହିଁ ଜୀବନ ଶୂନ୍ୟରେ କରେ ସଦା ଗମନ ହେଇ ଦୌଡ଼ ଆମ୍ବ ବଗିଚାକୁ ଆମ୍ବ ଖସିବ ସାଙ୍ଗମାନେ ଭାଉଜ ବହୁତ ମଜା କରିଦେଲେ କିନ୍ତୁ ଧରି ସାଇଲେଣି ଜଣାପଡ଼ୁଛି ଭାଉଜ ଧରି ନେଇଛନ୍ତି ସାଙ୍ଗମାନେ କିନ୍ତୁ କହୁନାହାନ୍ତି ସାଙ୍ଗମାନେ ତାହା କ'ଣ ଟିକେ ଭଲ ଭାବରେ ଆପଣମାନେ କମେଣ୍ଟରେ ଦେଇ ଦିଅନ୍ତୁ ସାଙ୍ଗମାନେ ଭାଉଜ ପୁରା ଧରି ନେଇଛନ୍ତି କଥାଟାକୁ କିନ୍ତୁ କହୁଛନ୍ତି ଶୁଣନ୍ତୁ ସାଙ୍ଗମାନେ ହଁ ହେଇ ମାଡ଼ି ଆଇଲା ନା କ'ଣ ଯାଉ ସାଙ୍ଗମାନେ ଏ ଡଗ ପସନ୍ଦ ବହୁତ ମଜା ହେଇଗଲା ଆମେ ତ ଆଶା କରିନଥିଲୁ ଏତେ ମଜା ହେଇଯିବ କିନ୍ତୁ ଭାଉଜ ଏତେ ମଜା ରଖିଛନ୍ତି କିଏ ବା ଜାଣିଥିଲା ନା କ'ଣ କହୁଛ ହାଁ କେମିତି ଏତେ ମଜା କେମିତି ଜାଣିପାରିଲ ମୁଁ କହିଦେଲି ତମେ ଇସରା ଦିଅ ତ ଭଲ ଇସରା ଦେଇପାରୁଛ ହାଁ ସମସ୍ତେ ଯେମିତି ଧରିପାରିବେ ଦେଖାଯାଉ ସାଙ୍ଗମାନେ ଆମର ଭଲ ଭାବରେ ଧରିପାରିଛନ୍ତି କି ନାହିଁ ଯଦି ଧରିପାରିଥିବେ ପକ୍କା କମେଣ୍ଟ ଦେବେ ବୋଲି ଆଶା ରଖିଛି ଦେବେ ନା ନାହିଁ ଧରି ପାରିଥିବେ କି ନ ପାଇ କେତେ ପରସେଣ୍ଟ ଧରିପାରିଥିବେ 100% ସାଙ୍ଗମାନେ ଆପଣଙ୍କ ଉପରେ ଭାଉଜ ଆଶା ରଖିଛନ୍ତି କାରଣ ତୁମକୁ ଏମିତି ଇସରାରେ ଜଣାଇ ଦେଇଛନ୍ତି ଯେ କି ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ ଜାଣିପାରିବେ ବୋଲି ଭାଉଜ ପୁରା ଆଶା ରଖିଛନ୍ତି ଦେଖାଯାଉ ଆପଣମାନେ ଯଦି ଜାଣିକି ରହିଯିବେ ତାହେଲେ ଆମେ ଜାଣିବୁ ସାଙ୍ଗମାନେ ଜାଣିପାରିଲେନି ରହିଗଲେ କିନ୍ତୁ ପକ୍କା ସାଙ୍ଗମାନେ ଜାଣିପାରିବେ ଏବଂ କମେଣ୍ଟ ବକ୍ସରେ ଲେଖିବେ ଆମ ପାଇଁ ଟିକେ ସମୟ ଦିଅନ୍ତୁ ସାଙ୍ଗମାନେ କିନ୍ତୁ ଆପଣମାନଙ୍କୁ କୌଣସି ମୂଲ୍ୟ ପଡ଼ିବ ନାହିଁ ଦେବା ପାଇଁ କିନ୍ତୁ ଆପଣଙ୍କ କମେଣ୍ଟ ଆମ ପାଇଁ ଅନେକ କିଛି ଉପରକୁ ନେଇ ଆସିବ କିନ୍ତୁ ଆପଣଙ୍କ ସପୋର୍ଟ ଆମକୁ ସବୁବେଳେ ଦରକାର ଏକା ଚାହିଁଲେ କୌଣସି କଥା କେବେ କେହି ଆଗକୁ ଯାଇପାରନ୍ତି ନାହିଁ ତାଙ୍କ ପଛରେ ନିହାତି ସପୋର୍ଟ ଥାଏ ସାଙ୍ଗମାନେ ଆପଣଙ୍କ ସପୋର୍ଟ ଆମ ପାଇଁ ନିହାତି ଦରକାର ସାଙ୍ଗମାନେ ଭାଉଜ ଭଲ ଭାବରେ ବୁଝାଇ କହିଦେଲେ ଆପଣମାନେ ବୁଝିପାରିଲେ କିନ୍ତୁ ଆମେ ଜାଣୁ କିନ୍ତୁ ଏଇଭଳି ଭିଡ଼ିଓଟି ଦେଖି ଆପଣମାନେ ରୁହନ୍ତୁ ନାହିଁ ସାଙ୍ଗମାନେ ଗୋଟିଏ କମେଣ୍ଟ ଦିଅନ୍ତୁ ଭାଉଜ ବହୁତ ଖୁସି ହେଇଯିବେ ଏଇ କମେଣ୍ଟଟି ବହୁତ ମୂଲ୍ୟବାନ ସାଙ୍ଗମାନେ ତାହେଲେ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ମୋ ତରଫରୁ ଆପଣଙ୍କ ସୁନା ଭାଉଜ ତରଫରୁ କ'ଣ ଅନେକ ଧନ୍ୟବାଦ ତାହେଲେ ସାଙ୍ଗମାନେ ଆମେ ଯେତେବେଳେ ଭିଡ଼ିଓଟି ଷ୍ଟାର୍ଟ କରୁ ସେଇ ମହାପ୍ରଭୁ ଜୟ ଜଗନ୍ନାଥଙ୍କ ନାମ ନେଇ ଷ୍ଟାର୍ଟ କରୁ ଏବେ ରଖିଥାଉ ସେଇ ମହାପ୍ରଭୁଙ୍କ ନାମ ନେଇ କିନ୍ତୁ ଆପଣମାନେ କ'ଣ ସେଇ ମହାପ୍ରଭୁକୁ ଭଲ ପାଆନ୍ତିନି କିନ୍ତୁ ଏମିତି କେହି ନାହାନ୍ତି ଯେ ଆମ ମହାପ୍ରଭୁକୁ ଭଲ ପାଆନ୍ତିନି ଆମେ ଜାଣୁ ଆମର ସେଇ ଜଗତର ନାଥ ଜଗା କାଳିଆ ନା କ'ଣ କହୁଛ ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ କାରଣ ଆଗାମୀ ଭିଡ଼ିଓକୁ ଅପେକ୍ଷା ରହନ୍ତୁ ଏଇଭଳି ମଜାଦାର ଢଗ ପ୍ରଶ୍ନ ଆଣିବୁ ଦେଖିବୁ ଆମେ ହସିବା ଅନ୍ୟମାନଙ୍କୁ ହସାଇବା ଏଥିରେ କିଛି ଶିଖିବା ଏବଂ ଆମେ ଜାଣୁ ସାଙ୍ଗମାନେ ଆପଣମାନେ ବହୁତ କିଛି କମେଣ୍ଟ କରୁଛନ୍ତି ଭଲ କମେଣ୍ଟ କରୁଛନ୍ତି ଭାଉଜ ବହୁତ ଖୁସି ହେଉଛନ୍ତି କେବେ ବି ଖରାପ କମେଣ୍ଟ ଆସିନାହିଁ ଯାହା ହଉ ସାଙ୍ଗମାନେ ପଇସା ମିଳିବ ଭାଉଜଙ୍କର ପଇସା ମିଳିବ ଆଖି ଖୋଲିଲାଣି ଦିଅ ଭଲ ହେବନି ତାହେଲେ ସାଙ୍ଗମାନେ ଏବେ ସମୟ ହେଇଗଲାଣି ଏବେ ଆମେ ରହୁଛୁ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ଆମେ ଆଣିବୁ ଆପଣମାନଙ୍କ ପାଇଁ ସୁନ୍ଦର ମଜାଦାର ଢଗ ପ୍ରଶ୍ନ ଲାଷ୍ଟରେ ଆମେ କହିଦେଉଛୁ ସାଙ୍ଗମାନେ କେବେ ଭୁଲି ଯାଇଥିବେ ନା ସେଥିପାଇଁ କହିଦେଉଛୁ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଲାଇକ୍ କମେଣ୍ଟ ସେୟାର କରିଦିଅନ୍ତୁ ଏବଂ ଅଲ୍ ନୋଟିଫିକେସନ୍ଟିକୁ
ଅନ୍ କରିଦିଅନ୍ତୁ। ଅଲ୍ କରିଦେଲେ ଆପଣମାନଙ୍କ ପାଖରେ ୟୁଟ୍ୟୁବ୍ ସର୍ବପ୍ରଥମେ ନୋଟିଫିକେସନ୍ଟି ପଠାଇବ। ଆପଣମାନେ ଦେଖିବାର ସୁଯୋଗ ପାଇପାରିବେ। ସର୍ବପ୍ରଥମେ ଆପଣ ମୋତେ ଦେଖିବେ ନା ଭାଉଜଙ୍କୁ ଦେଖିବେ? ଭାଉଜଙ୍କୁ ଦେଖିବେ, କାରଣ ମୁଁ ଅଛି ପଛରେ, ଭାଉଜ ଅଛନ୍ତି ଆପଣଙ୍କ ସାମ୍ନାରେ। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ, ବହୁତ ମଜା ହେଇଗଲା। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଜୟ ଜଗନ୍ନାଥ, ନମସ୍କାର।